ସକାଳୁ ଉଠି ଦେଖେ ତ ମ୍ୟାଡାମ ଶୋଇଛନ୍ତି। ତ ମୁଁ ଯାଇ ତାକୁ ଉଠେଇବାର ଲାଗିଗଲି, ହେଲେ ସେ ନିଦ ବଳରେ କହୁଛି ନାଇଁ ମୁଁ ଉଠିବିନି, ମତେ ଶୋଇବାକୁ ଦିଅ। ମୁଁ କହିଲି ଆରେ ଉଠ, 7:30 ହେଲାଣି, ରୋଷେଇ କରିବୁନି କି? ତାପରେ ସେ ଫଟାଫଟ ଉଠିଗଲା। ଆମେ ବାରିଆଡେ ଯାଇ ଦେଖିଲା ବେଳକୁ ଟାଙ୍କିରେ ପାଣି ନାହିଁ। ତ ମୁଁ ମଟର ଲଗେଇବାକୁ ନେଇଗଲି। ମଟର ନେଇ ଫିଟିଂ କରି ସାରି ଦେଖିଲା ବେଳକୁ ଗାଁରେ ଲାଇନ କଟିଯାଇଛି। ମତେ ଲାଗିଲା ବୋଝ ଉପରେ ନଳିତା ବିଡା ନଦୀ ଦେଲେ ଯେମିତି ଲାଗେ, ମତେ ସେମିତି ଲାଗିଲା। ତ ଆଜି ବହୁତ ହଇରାଣ ହବାକୁ ପଡିଲା। ଯେମିତି ମତେ ଭଗବାନ କହୁଛନ୍ତି ତୁ ଆଜି କାମକୁ ଯାନା। ତାପରେ ମୁଁ ଗାଧେଇବାକୁ ଚାଲିଗଲି ଗାଡିଆରେ ଗାଧେଇବାର ଯୋଉ ମଜା, ହେଲେ ଶୀତ ଦିନେ ସେଇଟା ସଜା ହେଇଯାଉଛି। କାହିଁକି ନା ଏବେ ଶୀତ ଅଳ୍ପକେ ପଡିଛି। ତାପରେ ସେ ଫ୍ରେଶ ହେଇଗଲା। ଆଉ ସେ ଯାଇକି ଦାଣ୍ଡ କଳରୁ ପାଣି ନେଇ ଆସିଲା ଆଉ ରୋଷେଇ କରିବାରେ ଲାଗିଗଲା। ରୋଷେଇ କରିସାରି ଭାତ ବାଢିଥିଲା ଆଉ ମୁଁ ଭାତ ଖାଇ ବାହାରିଗଲି କାମକୁ। ତ ସାଙ୍ଗମାନେ, ଏ ଥିଲା ଆମ ସକାଳର ରୁଟିନ। ତ ରହୁଛି, ନମସ୍କାର, ଦେଖା ହବା ନେକ୍ସଟ ଭିଡିଓରେ।